ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ କଇମଢିଅ ଗ୍ରାମର ଯୁବ ସମାଜସେବୀ ତଥା ପ୍ରକୃତି ପ୍ରେମୀ କମଳଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବନାଗ୍ନି ନିରାକରଣ ଓ ବନ୍ୟପ୍ରାଣୀ ସୁରକ୍ଷତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସନ୍ତରାଗଡ଼ିଆ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ସିଂ ଉପସ୍ଥିତ ରହି ଜଙ୍ଗଲରେ ନିଆଁ ଲାଗିଲେ ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ିଥାଏ, ଫଳରେ ପରିବେଶର ସନ୍ତୁଳନ ବିଗିଡ଼ିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଜୀବଜନ୍ତୁଙ୍କ ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି ସମ୍ମାନୀୟ ଅତିଥି ଜନକଲ୍ୟାଣ ସଂଗଠନର ସଭାପତି ଚିତ୍ତରଞ୍ଜନ ବିଶ୍ୱାଳ କହିଥିଲେ। ଆଗକୁ ଗ୍ରୀଷ୍ମ ପ୍ରବାହ ସମୟ ଥିବାରୁ ଜଙ୍ଗଲର ଗଛ ପତ୍ର ଝଡ଼ା ଦେଇଥାଏ। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିଲେ ଏହାର ପ୍ରଭାବରେ ଜୀବଜନ୍ତୁମାନେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥାନ୍ତି। ଏହାକୁ କିପରି ରୋକାଯାଇପାରିବ, ଜଙ୍ଗଲର ସୁରକ୍ଷା କିପରି ହୋଇପାରିବ, ଏ ଦିଗରେ ଯୁବପିଢ଼ି ଦୃଷ୍ଟି ଦେବା ଆବଶ୍ୟକ ବୋଲି ପ୍ରକୃତି ପ୍ରେମୀ କମଳଲୋଚନ ଆଲୋକପାତ କରିଥିଲେ। ଗ୍ରାମବାସୀମାନେ ଏହି ଉପଲକ୍ଷେ ଜଙ୍ଗଲରେ ନିଆଁ ଲଗାଇବା ତଥା ବନ୍ୟ ପ୍ରାଣୀଙ୍କୁ ଆଘାତ ଲାଗିବା ପରି କିଛି କାମ ନ କରିବା ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଜ୍ଞାନରଞ୍ଜନ ବାରିକ, ଅସିତ ମହାରଣା, ସାମ୍ବାଦିକ ସୁକାନ୍ତ ଦାସ, ଜଟିଳ ସିଂ, ନାଥ ସିଂ, ରୂପା ସିଂ, ନବୀନା ସିଂ, ଅଷ୍ଟମୀ ସିଂ, ସୁନୀଲ ସିଂ, ମଦନ ସିଂ, ଗଜେନ୍ଦ୍ର ସିଂ, ନନ୍ଦ ସିଂ, ବୁଢ଼ା ସିଂ, ବାଇଦର ସିଂ, ଟିକନ ସିଂ, ଶିବ ସିଂ, କଟି ସିଂ, ଝୁନୁମୁଣି ସିଂ ପ୍ରମୁଖ ସହଯୋଗ କରିଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।